ମୁଁ ରୋଗୀ କଲ୍ୟାଣ ସମିତିରେ ଏମିନେଣ୍ଟ ସିଟିଜେନ୍ ମେମ୍ବର ଅଛି। ତ ଲାଷ୍ଟ ମିଟିଂରେ ଆମର ଯେତେବେଳେ ହେଇଥିଲା ସେତେବେଳେ ଆମର ସେଠି ପ୍ରପୋଜାଲରେ ଥିଲା ଯେ ବେଡ୍ ରିକ୍ୱାରମେଣ୍ଟ ଅଛି ବୋଲିକିରି ଯେଉଁ ଆଟେଣ୍ଡାଣ୍ଟ ମାନେ ରହୁଛନ୍ତି କିଛି ପେସେଣ୍ଟ ପାଇଁ ବେଡ୍ ବି ରହୁନି ତ ତଳେ ଶୋଇବାକୁ ପଡ଼ୁଛି ଆଉ ଆଟେଣ୍ଡାଣ୍ଟ ମାନେ ଯିଏ ଯାଉଛନ୍ତି ତାଙ୍କ ପାଇଁ କିଛି ସୁବିଧା ରହୁନି ତ ସେଥିପାଇଁ କିଛି ବେଡ୍ର ରିକ୍ୱାରମେଣ୍ଟ ଅଛି ବୋଲି କହିଥିଲେ। ସେତେବେଳକୁ ମୁଁ କମିଟମେଣ୍ଟ କରିଥିଲି ଯେହେତୁ ସେତେବେଳେ ଆମ ବାପାଙ୍କର ଦେହାନ୍ତ ହେଇଯାଇଥିଲା ତ ତାଙ୍କର ମେମୋରିରେ କିଛି ଡୋନେଟ୍ କରିବି ବୋଲିକି ମୁଁ ସେଠି କହିଥିଲି ମୁଁ 25ଟା ବେଡ୍ ଦେବି ବୋଲିକି। ତ ଆଜି ସେ ବାବଦରେ 25ଟା ବେଡ୍ ଆଜି ଡୋନେଟ୍ କରିଛୁ। ଆହୁରି ବି କିଛି ସେଠି ବହୁତ ଗୁଡ଼ିଏ ଜିନିଷ ରିକ୍ୱାରମେଣ୍ଟ ରହୁଛି ଯେଉଁଟାକି ଆମର ରୋଗୀ କଲ୍ୟାଣ ସମିତି ମିଟିଂରେ ପ୍ରପୋଜାଲରେ ଥାଉଛି। ବହୁତ ଜଣ କିଛି କିଛି ଏମିତି ଡୋନେଟ୍ କରୁଛନ୍ତି ସମସ୍ତେ କିଛି ଗଭର୍ଣ୍ଣମେଣ୍ଟରୁ ବି ଆସୁଛି କିଛି ଏମିତି ସମସ୍ୟା ଫଣ୍ଡରୁ କିଏ ଦେଉଛନ୍ତି ଦେଲେ ଆମର ଏରିଆର ଆମର ଜିଲ୍ଲାର ଲୋକମାନଙ୍କ ସୁବିଧା ପାଇଁ ଯାହା ହେଇପାରିବ କିଛି କିଛି କରିବା କଥା। ଯେମିତି ଆସୁଛନ୍ତି କିଛି ବ୍ୟାଙ୍କ ବି ସେଠି ଦେଉଛନ୍ତି ଡୋନେଟ୍ କରୁଛନ୍ତି ବହୁତ ଜଣ ଦେଉଛନ୍ତି ସେମିତି ନାହିଁ କିଛି ମଝିରେ କିଏ ହ୍ୱିଲ୍ ଚେୟାର ଦେଇଥିଲେ କିଏ ନେଇକି ଦେଇଥିଲେ କେତେବେଳେ କ'ଣ କିଏ ଦେଉଛନ୍ତି ସମସ୍ତେ। ମୁଁ ଏତିକି ଚାହିଁବି ଯାଇକି ଟିକେ ବୁଝିବା କଥା ଯେହେତୁ ଆମର ବି କାମ ପଡ଼ୁଛି ଆମେ ବି ଦେହ ଖରାପ ହେଲେ ମେଡ଼ିକାଲ ଯାଉଛୁ ତ ଆମକୁ ବି ସେଠି ସୁବିଧା ଦରକାର। ତ ସବୁ ଜିନିଷ ଗଭର୍ଣ୍ଣମେଣ୍ଟ କରିବେ ସେମିତି କିଛି ନାହିଁ ଆମେ ବି ଆମ ଦ୍ୱାରା ଯାହା ଛୋଟ ଛୋଟ ଯେତିକି ହେଇପାରିବ ଚେଷ୍ଟା କରି କରିବା କଥା ସମସ୍ତେ ଟିକେ ଟିକେ ସହଯୋଗ କଲେ ଆମମାନଙ୍କୁ ବି ସେ ଜିନିଷ କାମ ଆସିବ।